ଗାଁ ମାନଙ୍କର ଶେଷ ମୁଣ୍ଡରେ ପୂଜା ପାଉଛନ୍ତି ମାତା ଆଦିଶକ୍ତିଙ୍କ ଅଂଶ। ଗ୍ରାମ ଦେବୀଙ୍କ ଜନ୍ମ କେମିତି ହେଲା? ଗ୍ରାମ ଦେବୀ କିଏ? ଏହାର କାହାଣୀ ଅଛି। ପଥର ଉପରେ ସିନ୍ଦୁର ବୋଳି ତାହା ଚାରିପଟେ ମାଟି ଘୋଡ଼ାରେ ସଜାଇ ଶଙ୍ଖା ଶାଢ଼ୀରେ ସଜାଇ ପ୍ରତିମାକୁ ପୂଜା କରନ୍ତି। ଖୁଦୁରୁକୁଣି, ଭାଲୁକୁଣି, ଗ୍ରାମଦେବୀ, ଠାକୁରାଣୀ ଆଦି ନାମରେ ଗ୍ରାମ ଦେବତୀ ପୂଜା କରନ୍ତି। ଗାଁ ମାନଙ୍କର ଆରମ୍ଭରେ କିମ୍ବା ଶେଷ ମୁଣ୍ଡରେ ଜଣେ ଜଣେ ଦେବୀ ବା ଶକ୍ତି ସଂକେତ ପ୍ରତିମା କେଉଁ ଆବହମାନ କାଳରୁ ପୂଜା ପାଇ ଆସୁଛନ୍ତି। ଗ୍ରାମର ଅଧିଷ୍ଠାତ୍ରୀ ଦେବୀ ହୋଇଥିବାରୁ ପରିବାରର ପ୍ରତ୍ୟେକ ଶୁଭ କାର୍ଯ୍ୟ ଯଥା ବିବାହ ବ୍ରତ ଆଦି କାର୍ଯ୍ୟରେ ପ୍ରଥମେ ତାଙ୍କୁ ପୂଜା କରାଯାଏ। ଗାଁରେ ହଇଜା, ମହାମାରୀ କିମ୍ବା କିଛି ଅନିଷ୍ଟ ଦେଖାଦେଲେ ମା'ଙ୍କ ପାଖରେ ପଣା, ଧୂପଦୀପ ବଳି ଦେଇ ଆଶିଷ ଭିକ୍ଷା କରାଯାଏ। ଚିନିପଣା କିମ୍ବା ଗୁଡ଼ପଣା ମା'ଙ୍କର ପ୍ରିୟ ହୋଇଥାଏ। ଲୋକକଥା ରହିଛି, ପରିବାରର ମଙ୍ଗଳ କାମନା ପାଇଁ ମଣ୍ଡା ପିଠା ମା'ଘରେ ଭୋଗ ହୁଏ ଏବଂ ଅନ୍ୟାନ୍ୟ ସମସ୍ୟା ନେଇ ମା'ଙ୍କ ପାଖରେ ପୂଜା ହୁଏ। ଗ୍ରାମ ଦେବୀଙ୍କ ପୂଜା ବ୍ରାହ୍ମଣ କରନ୍ତି ନାହିଁ। ଅଧିକାଂଶ ମାଳି, ବାରିକ ଅଥବା ସ୍ୱତନ୍ତ୍ର ସେବାୟତ କୁଳର ହୋଇଥାନ୍ତି। ସେମାନେ ସବୁଦିନ ଠାକୁରାଣୀଙ୍କୁ ସ୍ନାନ ମାର୍ଜନା କରାଇ ଧୂପ, ଦୀପ ଓ ନୈବେଦ୍ୟ ଅର୍ପଣ କାର୍ଯ୍ୟ ସମ୍ପାଦନ କରିଥାନ୍ତି। ପୂଜା ସମୟରେ କୌଣସି ମନ୍ତ୍ର ଉଚ୍ଚାରଣ କରନ୍ତି ନାହିଁ। କେବଳ ନିଜର ମନୋଭାବକୁ ନିଜର ମାତୃଭାଷାରେ ପ୍ରକାଶ କରିଥାନ୍ତି। ମହାଷ୍ଟମୀ, ରଜ ଆଦି ପର୍ବପର୍ବାଣୀ ସମୟରେ ବ୍ରାହ୍ମଣ ଏବଂ ଘରର ପୁରୋହିତଙ୍କ ଦ୍ୱାରା ପୂଜା ହୋମ କାର୍ଯ୍ୟ ସମ୍ପୂର୍ଣ୍ଣ କରାଯାଏ। କେତେକ ସ୍ଥାନରେ ଠାକୁରାଣୀ ପୀଠରେ କାଳିଶୀଙ୍କୁ ଠାକୁରାଣୀ ଲାଗନ୍ତି। ମୂର୍ତ୍ତିର ଗଠନରେ କୌଣସି ନିର୍ଦ୍ଦିଷ୍ଟତା ନାହିଁ। କେଉଁଠି ଗଛ ମୂଳରେ ପୂର୍ଣ୍ଣାଙ୍ଗ ମୂର୍ତ୍ତି ପୂଜା ପାଆନ୍ତି, ଆଉ କେଉଁଠି ପଥରର ଭଗ୍ନ କିମ୍ବା ଅସ୍ପଷ୍ଟ ପ୍ରତିମା ପୂଜା ପାଆନ୍ତି। ଆଉ ପ୍ରତିମା ଆଗରେ ମାଟି ଘୋଡ଼ା, ପତାକା ଆଦି ଶୋଭା ପାଉଥାଏ। ଦେବୀଙ୍କର ବାସସ୍ଥଳୀଟି ଗଛମୂଳ କିମ୍ବା ଚାଳ ଘର ହୋଇଥାଏ ଏବଂ କିଛିଟା ଗ୍ରାମରେ ମନ୍ଦିର ଦେଖାଯାଏ। ଏବେ କଥା ହେବା, ଗ୍ରାମ ଦେବୀ କିଏ? ସାରଳା ଦାସଙ୍କ ରଚିତ ଚଣ୍ଡୀ ପୁରାଣରେ ଗ୍ରାମ ଦେବୀଙ୍କ ସୃଷ୍ଟି ବିଷୟରେ ଲେଖା ଅଛି ଖୁବ୍ ସୁନ୍ଦର ଭାବରେ। ମହିଷାସୁରକୁ ନିଧନ କରିବାକୁ ଦେବୀ ଦୁର୍ଗା ତ୍ରିଶୂଳ ପ୍ରୟୋଗ କଲେ, କିନ୍ତୁ ତାହା ମହିଷାସୁରର ଛାତିକୁ ଭେଦ କରିପାରିଲା ନାହିଁ। ଅସୁର ଖସି ପଳାଇଲା। ଦେବୀ ଦୁର୍ଗା ତାଙ୍କର ସହଯୋଗିନୀ 64 ଯୋଗିନୀଙ୍କ ସହଯୋଗ ଲୋଡ଼ିଲେ। ସମସ୍ତ ଯୋଗିନୀଙ୍କ ସହାୟତାରେ ଦେବୀ ଦୁର୍ଗା ମହିଷାସୁରକୁ ପୁଣି ଥରେ ଆକ୍ରମଣ କଲେ, କିନ୍ତୁ ମହିଷାସୁର ତା'ର ଦେହକୁ ଏତେ ଜୋରରେ ଝାଡ଼ିଦେଲା ଯେ ସବୁ ଦେବୀ ଦୂରକୁ ଛିଟିକି ହୋଇ ପଡ଼ିଲେ। ଜମ୍ବୁଦ୍ୱୀପରେ 56 କୋଟି ଦେବୀ, ଚନ୍ଦ୍ରଦ୍ୱୀପରେ 14 କୋଟି ଦେବୀ ପଡ଼ିଲେ ଏବଂ ଅନ୍ୟାନ୍ୟ ଜାଗାରେ ଆଉ 64 ଯୋଗିନୀ ଗ୍ରାମ, ପାହାଡ଼, ଜଙ୍ଗଲରେ ପଡ଼ିଲେ। ଗଭୀର ଆଘାତ ପାଇ କାହାର ପଞ୍ଜରା ହାଡ଼ ଭାଙ୍ଗିଗଲା ତ ଆଉ କାହାର ହାତ ଗୋଡ଼ କେମ୍ପା ହୋଇଗଲା। ଆଉ କେହି ପଡ଼ିଥିବା ସ୍ଥାନରୁ ଉଠି ପାରିଲେ ନାହିଁ। ଦେବୀ ଦୁର୍ଗାଙ୍କ କୃପାରୁ ଯିଏ ଯେଉଁଠି ପଡ଼ିଥିଲେ ସେ ସେଇଠି ପାଷାଣ ହୋଇ ଗ୍ରାମ ଦେବତୀ ରୂପରେ ପୂଜା ପାଇଲେ। ଜୟ ମା ଗ୍ରାମ ଦେବୀ।